ସାଙ୍ଗମାନେ ମୁଁ ସକାଳୁ ଉଠି ଦେଖିଲା ବେଳକୁ ମୋର ପୋଟଳ ଗୁଡ଼ିକୁ ପାଚିଗଲାଣି। ସେଥିପାଇଁ ମୁଁ ଭାବିଲି ସବୁ ତ ନଷ୍ଟ ହେଇଯିବ। ସେଥିପାଇଁ ମୁଁ କଣ କଲି, ପାଚିଲା ପୋଟଳ ଗୁଡ଼ିକୁ ଫୋପାଡ଼ି ଦେଲି ଏବଂ ଭଲ ପୋଟଳ ଗୁଡ଼ିକୁ ଭାଜିବା ପାଇଁ ଧୋଇକି କାଟିଦେଲି। ଏଇଭଳି ମୁଁ ଏପଟେ ରଖିଥିଲି, କଡ଼େଇ ବସେଇଲି ଏବଂ ତାପରେ ମୁଁ କଣ କଲି, ସୋରିଷ ଦେଲି, ତା ସାଙ୍ଗକୁ ଶୁଖିଲା ଲଙ୍କା ଦେଲି, ତା ସାଙ୍ଗକୁ କଞ୍ଚା ଲଙ୍କା ଏବଂ କଟା ପିଆଜ ଏଇଭଳି ଦେଇ ତାକୁ ଦରଭଜା କରିଦେଲି। ଦରଭଜିଲା ପରେ ମୁଁ ଯେଉଁ କାଟି ରଖିଥିବା ପୋଟଳକୁ ତାକୁ ମୁଁ କଡ଼େଇରେ ପକେଇଲି। ଏବଂ ଆପଣମାନେ ମନେ ରଖିଥିବେ, ପୋଟଳ ଭାଜିଲା ବେଳକୁ କେବେ ବି ଫାଷ୍ଟ ଲୁଣ ଦେବେନି, ଆଉ ହାଇ ଜାଳ ଦେବେ, ଆଉ ତାକୁ ଘୋଡ଼େଇବେନି। ତାକୁ କଣ କଲି, ମୁଁ ଘୋଡ଼ାଘୋଡ଼ି ଏପଟ ସେପଟ ଘଣ୍ଟା ଘଣ୍ଟି କରିଦେଲି। କିଛି ସମୟ ଦରଭଜା ହେଲା ବେଳକୁ ମୁଁ କାଟି ରଖିଥିବା ଆଳୁକୁ ଦେଲି। ତାକୁ ବି ଏପଟ ସେପଟ କିଛି ସମୟ କଲା ପରେ ମୁଁ ଲୁଣ ଦେଲି, ସ୍ୱାଦ ଅନୁସାରେ ଲୁଣ ଦେଲି। ଏଇଭଳି ତାକୁ ବି ଆଉ କିଛି ସମୟ ଏପଟ ସେପଟ କଲା ପରେ ମୁଁ ହଳଦୀ ପାଉଡ଼ର ଦେଲି। ଆଉ ତାକୁ ଏପଟ ସେପଟ କରିସାରି ଭଲରେ ତାପରେ ମୁଁ କଣ କଲି, ମୁଁ ଘରେ ତିଆରି କରି ରଖିଥିବା ଲଙ୍କା ପାଉଡ଼ର, ଜିରା ପାଉଡ଼ର, ଧନିଆ ପାଉଡ଼ର ଏଗୁଡ଼ିକୁ ମୁଁ ଭାଜି ପାଉଡ଼ର କରିଥିଲି। ଆଉ ଆପଣ ବି ଚାହିଁଲେ ପକେଇ ପାରିବେ, କିନ୍ତୁ ୟା ଟେଷ୍ଟ ଦେଖିବେ, ଭଜା ପାଉଡ଼ର, ଲଙ୍କାଗୁଣ୍ଡ ଏଇଯାକ ପକେଇଲେ ଆପଣ ଦେଖିବେ ତା ଟେଷ୍ଟ ଆଉ ସାଧା ଭାଜିଥିବା ତା ଟେଷ୍ଟ ଯାହାହେଲେ ବି ଫରକ ଆସିବ। ସେଥିପାଇଁ ଆପଣମାନେ ଏଇଭଳି ଭଜା ପାଉଡ଼ର କରି ରଖନ୍ତୁ ଏବଂ ଭଜା କଲା ଟାଇମ୍ରେ ଯେକୌଣସି ଭଜାରେ ବି ପକେଇ ପାରିବେ। ଆଉ ଦେଖନ୍ତୁ କେତେ ସୁନ୍ଦର ଟେଷ୍ଟ ଆସିବ। ଆଉ ଆପଣମାନେ ମୋତେ ଜଣେଇବେ କମେଣ୍ଟ ମାଧ୍ୟମରେ। ଏପଟେ ଦେଖନ୍ତୁ, ପଖାଳ ଭାତ ସାଙ୍ଗକୁ ଲେମ୍ବୁ ଏବଂ ଏପଟେ କାକୁଡ଼ି, ପିଆଜ, କଞ୍ଚା ଲଙ୍କା, ଲେମ୍ବୁ ଗୋଟେ ସାଲାଡ଼ କରିଦେଇଛି। ସେପଟେ ମୁଁ ଭାଜି ରଖିଥିବା ଆଳୁ ପୋଟଳକୁ ଭାଜି ଦେଇଛି। ଏଇପଟେ ଦେଖନ୍ତୁ ଆମ୍ବ ଖଟା। ଖଟା କଥା ଶୁଣିଲା ମାନେ ଆପଣଙ୍କର ନିହାତି ଲାଳ ବୋହିବ। ଆଉ ମୁଁ ତ ଶୁଣୁ ଶୁଣୁ ମୋର ଲାଳ ବୋହେ। ଆଉ ଏଇପଟେ ଦେଖନ୍ତୁ, ଟେଷ୍ଟ ପଖାଳ ଭାତକୁ ଖଟା ଆଉ ସାଲାଡ଼ ତା ସାଙ୍ଗକୁ ଭଜା, ବାଃ ଜମିଲା ଜାଣ। ଆପଣମାନେ ବି ଏହିପରି ଘରେ ପାଉଡ଼ର ତିଆରି କରି ରଖନ୍ତୁ ଏବଂ ଯେକୌଣସି ଭଜାରେ ପକାନ୍ତୁ। ଆଉ ଖାଇବେ, ଭଲରେ ଖାଆନ୍ତୁ, ଭଲରେ ରୁହନ୍ତୁ। ରହୁଛି, ଜୟ ଜଗନ୍ନାଥ।